ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। କଟକ ଗସ୍ତରେ ଆସି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦରଘା ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମ୍ୟୁଜିୟମ ଓ ପୁରୁଣା ଜେଲ ପରିଦର୍ଶନ କରିଛନ୍ତି। ନେତାଜୀଙ୍କ ଜନ୍ମସ୍ଥାନ କଟକର ଅଧିକ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ମ୍ୟୁଜିୟମରେ ସିଆରପିଏଫ୍ ଯବାନଙ୍କ ପକ୍ଷରୁ ଆୟୋଜିତ ବ୍ୟାଣ୍ଡ କାର୍ଯ୍ୟକ୍ରମରେ ମଧ୍ୟ ମନ୍ତ୍ରୀ ଯୋଗ ଦେଇଥିଲେ। ଆଜିକାଲି এটা নেতাজী সংগ্রহালୟରେ ରୂପାନ୍ତରିତ ହୋଇଯାଇଛି ଏବଂ ସେମିତି ଓଡ଼ିଶା ସ୍ୱାଧୀନତା ଆନ୍ଦୋଳନର ଏନ୍ତୁଡ଼ିଶାଳା ତ କଟକ ଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ମଧ୍ୟ ଜନ୍ମ ଏଠି। ଗୋପବନ୍ଧୁ ମଧୁସୂଦନ ଦାସଠୁ ଆରମ୍ଭ କରିକିରି ଗୁଡ଼ିଏ ସ୍ୱାଧୀନତା ସତ୍ୟାଗ୍ରହୀଙ୍କର ଏଇଟା କାର୍ଯ୍ୟକ୍ଷେତ୍ର ଥିଲା। ମା ମାଳତୀ ଦେବୀ ତାଙ୍କର କାର୍ଯ୍ୟକ୍ଷେତ୍ର ଥିଲା ଏବଂ ରାଜ୍ୟର ସବୁଠାରୁ ବଡ଼ ବଡ଼ ସତ୍ୟାଗ୍ରହୀ এই ଜେଲରେ ରହିଥିଲେ ଏବଂ 80-81 ମସିହା ଛାତ୍ର ଆନ୍ଦୋଳନ ସମୟରେ ମୁଁ ମଧ୍ୟ ଗିରଫ ହେଇକରି এই ଜେଲରେ 2 ମାସ କଟେଇଛି। ମୋର ଲମ୍ବା ସ୍ମୃତି ଏ ଜେଲ ସାଙ୍ଗରେ ଅଛି ଏବଂ ଯେଉଁମାନେ ଜେଲରେ ରହିଥିଲେ ସ୍ୱାଧୀନତା ସଂଗ୍ରାମୀ ତାଙ୍କୁ ଟିକେ ନମନ କରନ୍ତି, ଏଇଟା ହିଁ ଉଦ୍ଦେଶ୍ୟ ଥିଲା। ମନେ ହେଉଛି ମୋଟାମୋଟି 40 ବର୍ଷ 45 ବର୍ଷ ପାଖାପାଖି ଆଜି ଭଳିଆ ଲାଗୁଛି ଯେତେବେଳେ ଆମେ ଛାତ୍ର ଜୀବନରେ ଆନ୍ଦୋଳନ କରୁଥିଲୁ। ଆଉ ନେତାଜୀଙ୍କର ସଂଗ୍ରହାଳୟ ତାକୁ ମଧ୍ୟ ଆଉ ଗୋଟେ ସୋପାନ ଆଗକୁ ନେବା ପାଇଁ ଏକ ଜାତୀୟ ସଂଗ୍ରହାଳୟ ଭାବରେ ତାର ମାନ୍ୟତାକୁ ଆହୁରି ବୃଦ୍ଧି କରିବା ପାଇଁ ବି ସରକାର ଉଦ୍ୟମ ଚାଲିଛି। ଏଇଟା ମାନେ ସବୁ ହେଉଛି ଆମ ପାଇଁ ପ୍ରେରଣାର ଭିତ୍ତିଭୂମି, ପ୍ରେରଣାର ସ୍ରୋତ। ଏଠିକି ଆସିଲେ ଯେଉଁ ପ୍ରେରଣା ମିଳେ ସେ ପ୍ରେରଣା ଆଗାମୀ ଦିନରେ ସମାଜ ପାଇଁ କାମ କରିବା ପାଇଁ ଆମକୁ ପ୍ରେରିତ କରିଥାଏ। ସମସ୍ତଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ଯେଉଁମାନେ ଦେଶ ପାଇଁ ଲଢ଼ିଥିଲେ ଏବଂ କଟକର ଏହି ପୁରୁଣା ଜେଲରେ ଜୀବନର ଲମ୍ବା ସମୟ କଟାଇଥିଲେ। ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା କକ୍ଷରେ ସଚେତନତା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଛି। ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ନିଶାମୁକ୍ତ ସମାଜ ଗଠନ ପାଇଁ ଅଧିକାରୀ ଓ କର୍ମଚାରୀମାନେ ସାମୂହିକ ଶପଥ ନେଇଥିଲେ। ଓଡ଼ିଶାର ପ୍ରାଚୀନ ସାରସ୍ୱତ ପ୍ରତିଷ୍ଠାନ ଉତ୍କଳ ସାହିତ୍ୟ ସମାଜର 2026 ଉତ୍କଳ ରତ୍ନ ସମ୍ମାନ ଖ୍ୟାତନାମା କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମମଣି ଦେବୀଙ୍କୁ ପ୍ରଦାନ କରାଯିବ। ଏଥିସହ ବିଭିନ୍ନ ସାହିତ୍ୟ ସଂସ୍କୃତି ସାମ୍ବାଦିକତା ଓ କଳାକ୍ଷେତ୍ରର 24 ଜଣଙ୍କୁ ବିଭିନ୍ନ ସମ୍ମାନ ପ୍ରଦାନ କରାଯିବ। ଚଳିତ ମାସ 30 ତାରିଖ ସନ୍ଧ୍ୟାରେ ଆୟୋଜିତ 124ତମ ସମାବର୍ତ୍ତନ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ। ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ ଓ ତ୍ୱରିତ ତଦନ୍ତ ପାଇଁ ଓଡ଼ିଶା ପୋଲିସ E0 FIR ବ୍ୟବସ୍ଥା ଆରମ୍ଭ କରିଛି। ପୂର୍ବତନ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏହାର ଶୁଭାରମ୍ଭ କରିଥିଲେ। 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଠକେଇ ସମ୍ପର୍କିତ ଅଭିଯୋଗ 1930ରେ ପଞ୍ଜୀକୃତ ହେଲେ CCTNSରେ ସ୍ୱୟଂଚାଳିତ ଭାବେ E0 FIR ଅନୁରୋଧ ସୃଷ୍ଟି ହେବ। ଠକେଇର ଶିକାର ହେଲେ ବିଳମ୍ବ ନ କରି 1930ରେ ଅଭିଯୋଗ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। କଟକ ସେନା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ଭର୍ତ୍ତି ରାଲି ଆସନ୍ତା ସେପ୍ଟେମ୍ବର 3ରୁ 16 ତାରିଖ ପର୍ଯ୍ୟନ୍ତ ପାରାଦୀପର ଗୋପବନ୍ଧୁ ଷ୍ଟାଡିୟମରେ ଆୟୋଜିତ ହେବ। କଟକ ସମେତ 10ଟି ଜିଲ୍ଲାର ପ୍ରାର୍ଥୀ ଏଥିରେ ଅଂଶଗ୍ରହଣ କରିବେ। ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ଆଡମିଟ୍ କାର୍ଡରେ ଥିବା ତାରିଖ ଅନୁସାରେ ଶାରୀରିକ ଦକ୍ଷତା ଓ ମେଡିକାଲ ପରୀକ୍ଷାରେ ଯୋଗ ଦେବାକୁ ପଡ଼ିବ। ଆଡମିଟ୍ କାର୍ଡ ପଞ୍ଜୀକୃତ ଇମେଲକୁ ପଠାଯାଇଛି। ପ୍ରାର୍ଥୀମାନେ ଅଜଣା ବ୍ୟକ୍ତି କିମ୍ବା ଦଲାଲକୁ ମୂଳ ଦସ୍ତାବିଜ ନ ଦେବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।